ମୋ ନାଁ ନବ। ଆମର ଗାଁର ନାଁ ଥିଲା ବଡ଼ସାହି। ଛୋଟ ଗାଁ, ଚାରିପଟେ ଧାନକ୍ଷେତ, ନାଳା, ଆଉ ଗାଁର ପଶ୍ଚିମ ପଟେ ଏକ ପୁରୁଣା ବରଗଛ। ଲୋକେ କହୁଥିଲେ ସେଠି ରାତିରେ ଦେଉଳି ଆଲୋକ ଦେଖାଯାଏ। କିନ୍ତୁ ମୁଁ ଏହାକୁ କେବେ ବିଶ୍ୱାସ କରୁନଥିଲି। ମୁଁ ଗରିବ ଚାଷୀ ପୁଅ। ବାପା ଛୋଟବେଳେ ମରିଗଲେ। ଘରେ ମା ଓ ମୁଁ। ମୋ ଦିନ ଆରମ୍ଭ ହୁଏ ସକାଳ ଫଟାରୁ, ଗାଈକୁ ଘାସ, ପରେ କ୍ଷେତକୁ ଯାଇ ମାଟି ତୋଳା। ସେଦିନ ମଧ୍ୟ ସେହିପରି। ଶୀତ ଦିନ, ଚାରିଦିଗରେ କୁହୁଡ଼ି। ମା ମୋତେ କହିଲା, ନବ, ଆଜି ପଶ୍ଚିମ କ୍ଷେତଟା ମାଟି ସମ କରିଦେ। ଆସନ୍ତାକାଲି ବିଆ ପକାଇବା। ମୁଁ କୁଦାଳ ନେଇ ଯାଇ ପହଞ୍ଚିଲି ବରଗଛ ପାଖର କ୍ଷେତକୁ। ପ୍ରଥମେ ସବୁ ସାଧାରଣ ଥିଲା। ପକ୍ଷୀ ଡାକୁଥିଲେ, ପବନ ବହୁଥିଲା। ହଠାତ୍ ଟାଙ୍ଗ୍, ମୋ କୁଦାଳ କିଛି କଠିନ ଜିନିଷକୁ ଲାଗିଗଲା। ମୁଁ ଭାବିଲି ପାଥର ହେବ। ପୁଣି ମାରିଲି, ଟଙ୍ଗ୍ ଟ୍ୟାଙ୍ଗ୍। ଏବେ ମୋତେ ସନ୍ଦେହ ହେଲା। ମାଟିକୁ ହାତରେ ହଟାଇବାକୁ ଲାଗିଲି। ଧୀରେ ଧୀରେ ମାଟି ଭିତରୁ କିଛି ହଳଦିଆ ଆଲୋକ ଚମକିଲା। ମୋ ହୃଦୟ ଜୋରରେ ଧଡ଼କିଲା। ଏହା କ'ଣ? ମୁଁ ଆଉ ମାଟି ହଟାଇଲି ଏବଂ ମୋ ହାତ କମ୍ପିଗଲା। ମାଟି ଭିତରେ ଥିଲା ଛୋଟ ଗୋଟେ ସୁନାର ମୂର୍ତ୍ତି। ଏକ ଦେବୀଙ୍କ ମୂର୍ତ୍ତି, ମୁହଁରେ ହସ। ଆଖି ଦେଖିଲେ ଲାଗୁଥିଲା ଯେପରି ସେ ଜୀବନ୍ତ। ମୁଁ ଡରିଗଲି। ସେଠି ହଠାତ୍ ଥଣ୍ଡା ପବନ ବହିଗଲା। ବରଗଛର ପତ୍ର ଜୋରରେ ହଲୁଡ଼ିଲା ଏବଂ ମୋ କାନ ପାଖରେ କିଏ ଧୀରେ କହିଲା, ନବ, ମୋତେ ଘରକୁ ନେଇଯା। ମୁଁ ପଛକୁ ଘୂରି ଦେଖିଲି, କେହି ନାହିଁ। ମୋ ଶରୀର ଗଡ଼ଗଡ଼ କମ୍ପିଲା। ମୁଁ ମୂର୍ତ୍ତିଟାକୁ କପଡ଼ରେ ମୁଡ଼ି ଘରକୁ ଦୌଡ଼ି ଆସିଲି। ଘରକୁ ପହଞ୍ଚି ମାକୁ ଦେଖାଇଲି। ମା ଦେଖିବା ସାଥୀ ସାଥୀ ମାଟିରେ ବସିପଡ଼ିଲା। ହେ ମା, ଏହା ତ ଲକ୍ଷ୍ମୀ ଠାକୁରାଫ। ସେଦିନ ରାତିରେ ଆମେ ମୂର୍ତ୍ତିକୁ ଧୋଇ ପୂଜା କଲୁ। କିନ୍ତୁ ସେଇ ରାତିରେ ଯାହା ହେଲା, ମୋ ଜୀବନ ସବୁଦିନ ପାଇଁ ବଦଳିଗଲା। ରାତି ଧମଟା। ମୁଁ ଘୁମୁଥିଲି। ହଠାତ୍ ଘର ଭିତରେ ଆଲୋକ ହେଲା। ମୁଁ ଆଖି ଖୋଲି ଦେଖିଲି, ମୂର୍ତ୍ତି ଥିବା ଘରୁ ସୁନାର ଆଲୋକ ବାହାରୁଛି ଏବଂ ଦୁଆର ଆପେ ଆପେ ଖୋଲିଗଲା। ମୁଁ ଧୀରେ ଭିତରକୁ ଗଲି। ଦେଖିଲି ମୂର୍ତ୍ତିଟା ଆଉ ମାଟିରେ ନୁହେଁ, ସେଟା ଆକାଶରେ ଭାସୁଛି। ଆଉ ମୋ ସାମ୍ନାରେ ଏକ ଦେବୀଙ୍କ ଆକାର ଦେଖାଗଲା। ସେ ମୋତେ କହିଲେ, ନବ, ମୁଁ ଏ ଗାଁର ରକ୍ଷା କରିବାକୁ ଆସିଛି, କିନ୍ତୁ ଏକ ବଡ଼ ଅପଦା ଆସୁଛି। ମୁଁ ଭୟରେ ପଚାରିଲି, କ'ଣ ଅପଦା ମା? ସେ କହିଲେ, 3 ଦିନ ମଧ୍ୟରେ ମାଟି ତଳର ଗୁପ୍ତ ଶକ୍ତି ଜାଗିଉଠିବ। ମୋ ହୃଦୟ ଥମକିଗଲା। ଦେବୀଙ୍କ କଥା ଶୁଣି ମୋ ପାଦ ତଳୁ ମାଟି ଖସିଗଲା। ମୁଁ ପଚାରିଲି, ମା, ସେହି ଗୁପ୍ତ ଶକ୍ତି କ'ଣ? ଆମେ କେମିତି ରକ୍ଷା ପାଇବୁ? ଦେବୀ ଗମ୍ଭୀର ସ୍ୱରରେ କହିଲେ, ସେହି ବରଗଛ ମୂଳେ କେବଳ ମୁଁ ନଥିଲି, ବରଂ ଗୋଟିଏ ଅଭିଶପ୍ତ ଶକ୍ତି ମଧ୍ୟ ବନ୍ଦୀ ହୋଇ ରହିଥିଲା। ତୁମେ ମାଟି ଖୋଳିବା ଯୋଗୁଁ ସେହି ବନ୍ଧନ ଦୁର୍ବଳ ହୋଇଯାଇଛି। ଯଦି ସେହି ଅସୁର ଶକ୍ତି ବାହାରି ଆସେ, ତେବେ ପୂରା ଗାଁ ଛାରଖାର ହୋଇଯିବ। ତାପରେ 3 ଦିନ ମୋ ପାଇଁ କୌଣସି ଦୁଃସ୍ୱପ୍ନଠାରୁ କମ୍ ନଥିଲା। ପ୍ରଥମ ଦିନ ଗାଁର ସବୁ କୂଅ ଶୁଖିଗଲା। ଆକାଶର ରଙ୍ଗ ରକ୍ତ ଭଳି ନାଲି ଦେଖାଗଲା। ଲୋକେ ଭୟଭୀତ ହୋଇ ପରସ୍ପରକୁ ପଚାରିଲେ, ଏହା କ'ଣ ହେଉଛି? ମୁଁ କିନ୍ତୁ ଚୁପ୍ ରହିଲି, କାରଣ ଦେବୀ ମୋତେ କାହାକୁ କିଛି କହିବାକୁ ମନା କରିଥିଲେ। ଦ୍ୱିତୀୟ ଦିନ ସେହି ପୁରୁଣା ବରଗଛରୁ ଭୟଙ୍କର ଗର୍ଜନ ଶୁଣାଗଲା। ଗାଁର ପଶୁପକ୍ଷୀମାନେ ପାଗଳଙ୍କ ଭଳି ଏଣେତେଣେ ଦୌଡ଼ିବାକୁ ଲାଗିଲେ। ମା କାନ୍ଦି କାନ୍ଦି କହିଲା, ନବ, ଏ ମୂର୍ତ୍ତି ଆମ ପାଇଁ କ'ଣ ଆଣିଛି କେଜାଣି? କିନ୍ତୁ ମୁଁ ଜାଣିଥିଲି, ଏହା ପରୀକ୍ଷାର ସମୟ। ତୃତୀୟ ଦିନ, ଅନ୍ତିମ ରାତି। ରାତି ଠିକ୍ ଧମଟା। ଗାଁରେ ଏକ ପ୍ରଳୟଙ୍କରୀ ଭୂମିକମ୍ପ ଅନୁଭୂତ ହେଲା। ମୁଁ ଦେବୀଙ୍କ ମୂର୍ତ୍ତିକୁ ଧରି ସେହି ବରଗଛ ପାଖକୁ ଦୌଡ଼ିଲି। ସେଠାରେ ଦେଖିଲି, ମାଟି ଫାଟି କଳା ଧୂଆଁ ବାହାରୁଛି। ଦେବୀଙ୍କ ଶବ୍ଦ ମୋ କାନରେ ପୁଣି ଗୁଞ୍ଜରି ଉଠିଲା, ନବ, ମୂର୍ତ୍ତିକୁ ସେହି ଫାଟ ଭିତରେ ରଖିଦିଅ। ନିଜର ଶୁଦ୍ଧ ଭକ୍ତିରେ ମୋତେ ପୁଣି ସେଠାରେ ସ୍ଥାପନ କର। ମୋ ଆଖିରୁ ଲୁହ ଝରି ପଡ଼ୁଥିଲା। ଏତେ ମୂଲ୍ୟବାନ ସୁନା ମୂର୍ତ୍ତି, ଯିଏ ମୋ ଦାରିଦ୍ର୍ୟ ଦୂର କରିପାରିଥାନ୍ତା, ତାକୁ ମୁଁ ପୁଣି ମାଟିରେ ପୋତିବାକୁ ଯାଉଥିଲି। କିନ୍ତୁ ଗାଁର ସୁରକ୍ଷା ପାଇଁ ମୁଁ ପଛକୁ ହଟିଲି ନାହିଁ। ମୁଁ ଜୋରରେ କହିଲି, ଜୟ ମା ଲକ୍ଷ୍ମୀ, ଏବଂ ମୂର୍ତ୍ତିକୁ ସେହି ଫାଟ ଭିତରକୁ ଫିଙ୍ଗିଦେଲି। ନିମିଷକ ମଧ୍ୟରେ ସେହି କଳା ଧୂଆଁ ଗାୟବ ହୋଇଗଲା। ଏକ ଦିବ୍ୟ ଆଲୋକରେ ସାରା ଆକାଶ ଝଲସି ଉଠିଲା। ସବୁ କିଛି ଶାନ୍ତ ହୋଇଗଲା। ସକାଳ ହେଲା। ଗାଁ ଲୋକେ ଦେଖିଲେ ବରଗଛ ମୂଳେ ଏକ ଛୋଟ ମନ୍ଦିର ଆପେ ଆପେ ତିଆରି ହୋଇଛି। ମୁଁ ଆଉ ଗରିବ ନଥିଲି, କାରଣ ମା ଲକ୍ଷ୍ମୀ ମୋ କ୍ଷେତକୁ ସୁନାର ଫସଲରେ ଭରି ଦେଇଥିଲେ। ମୁଁ ବୁଝିଗଲି, ପ୍ରକୃତ ଧନ ସେହି ମୂର୍ତ୍ତି ନଥିଲା, ବରଂ ମୋର ତ୍ୟାଗ ଓ ବିଶ୍ୱାସ ଥିଲା। ଆଜି ବି ସେହି ବରଗଛ ପାଖକୁ ଗଲେ ମୋତେ ଲାଗେ, ମା ମୋତେ ଦେଖି ହସୁଛନ୍ତି। ଦେବୀଙ୍କ କଥା ଶୁଣି ମୋ ପାଦ ତଳୁ ମାଟି ଖସିଗଲା। ମୁଁ ପଚାରିଲି, ମା, ସେହି ଗୁପ୍ତ ଶକ୍ତି କ'ଣ? ଆମେ କେମିତି ରକ୍ଷା ପାଇବୁ? ଦେବୀ ଗମ୍ଭୀର ସ୍ୱରରେ କହିଲେ, ସେହି ବରଗଛ ମୂଳେ କେବଳ ମୁଁ ନଥିଲି,
ବରଂ ଗୋଟିଏ ଅଭିଶପ୍ତ ଶକ୍ତି ମଧ୍ୟ ବନ୍ଦୀ ହୋଇ ରହିଥିଲା। ତୁମେ ମାଟି ଖୋଳିବା ଯୋଗୁଁ ସେହି ବନ୍ଧନ ଦୁର୍ବଳ ହୋଇଯାଇଛି। ଯଦି ସେହି ଅସୁର ଶକ୍ତି ବାହାରି ଆସେ ତେବେ ପୂରା ଗାଁ ଛାରଖାର ହୋଇଯିବ। ତାପରେ 3 ଦିନ ମୋ ପାଇଁ କୌଣସି ଦୁଃସ୍ୱପ୍ନଠାରୁ କମ୍ ନଥିଲା। ପ୍ରଥମ ଦିନ ଗାଁର ସବୁ କୂଅ ଶୁଖିଗଲା। ଆକାଶର ରଙ୍ଗ ରକ୍ତ ଭଳି ନାଲି ଦେଖାଗଲା। ଲୋକେ ଭୟଭୀତ ହୋଇ ପରସ୍ପରକୁ ପଚାରିଲେ, ଏହା କ'ଣ ହେଉଛି? ମୁଁ କିନ୍ତୁ ଚୁପ୍ ରହିଲି, କାରଣ ଦେବୀ ମୋତେ କାହାକୁ କିଛି କହିବାକୁ ମନା କରିଥିଲେ। ଦ୍ୱିତୀୟ ଦିନ ସେହି ପୁରୁଣା ବରଗଛରୁ ଭୟଙ୍କର ଗର୍ଜନ ଶୁଣାଗଲା। ଗାଁର ପଶୁପକ୍ଷୀମାନେ ପାଗଳଙ୍କ ଭଳି ଏଣେତେଣେ ଦୌଡ଼ିବାକୁ ଲାଗିଲେ। ମା କାନ୍ଦି କାନ୍ଦି କହିଲା, ନବ, ଏ ମୂର୍ତ୍ତି ଆମ ପାଇଁ କ'ଣ ଆଣିଛି କେଜାଣି? କିନ୍ତୁ ମୁଁ ଜାଣିଥିଲି ଏହା ପରୀକ୍ଷାର ସମୟ। ତୃତୀୟ ଦିନ ଅନ୍ତିମ ରାତି। ରାତି ଠିକ୍ ଧମଟା। ଗାଁରେ ଏକ ପ୍ରଳୟଙ୍କରୀ ଭୂମିକମ୍ପ ଅନୁଭୂତ ହେଲା। ମୁଁ ଦେବୀଙ୍କ ମୂର୍ତ୍ତିକୁ ଧରି ସେହି ବରଗଛ ପାଖକୁ ଦୌଡ଼ିଲି। ସେଠାରେ ଦେଖିଲି ମାଟି ଫାଟି କଳା ଧୂଆଁ ବାହାରୁଛି। ଦେବୀଙ୍କ ଶବ୍ଦ ମୋ କାନରେ ପୁଣି ଗୁଞ୍ଜରି ଉଠିଲା, ନବ, ମୂର୍ତ୍ତିକୁ ସେହି ଫାଟ ଭିତରେ ରଖିଦିଅ। ନିଜର ଶୁଦ୍ଧ ଭକ୍ତିରେ ମୋତେ ପୁଣି ସେଠାରେ ସ୍ଥାପନ କର। ମୋ ଆଖିରୁ ଲୁହ ଝରି ପଡ଼ୁଥିଲା। ଏତେ ମୂଲ୍ୟବାନ ସୁନା ମୂର୍ତ୍ତି, ଯିଏ ମୋ ଦାରିଦ୍ର୍ୟ ଦୂର କରିପାରିଥାନ୍ତା, ତାକୁ ମୁଁ ପୁଣି ମାଟିରେ ପୋତିବାକୁ ଯାଉଥିଲି। କିନ୍ତୁ ଗାଁର ସୁରକ୍ଷା ପାଇଁ ମୁଁ ପଛକୁ ହଟିଲି ନାହିଁ। ମୁଁ ଜୋରରେ କହିଲି, ଜୟ ମା ଲକ୍ଷ୍ମୀ, ଏବଂ ମୂର୍ତ୍ତିକୁ ସେହି ଫାଟ ଭିତରକୁ ଫିଙ୍ଗିଦେଲି। ନିମିଷକ ମଧ୍ୟରେ ସେହି କଳା ଧୂଆଁ ଗାୟବ ହୋଇଗଲା। ଏକ ଦିବ୍ୟ ଆଲୋକରେ ସାରା ଆକାଶ ଝଲସି ଉଠିଲା। ସବୁକିଛି ଶାନ୍ତ ହୋଇଗଲା। ସକାଳ ହେଲା। ଗାଁ ଲୋକେ ଦେଖିଲେ ବରଗଛ ମୂଳେ ଏକ ଛୋଟ ମନ୍ଦିର ଆପେ ଆପେ ତିଆରି ହୋଇଛି। ମୁଁ ଆଉ ଗରିବ ନଥିଲି, କାରଣ ମା ଲକ୍ଷ୍ମୀ ମୋ କ୍ଷେତକୁ ସୁନାର ଫସଲରେ ଭରି ଦେଇଥିଲେ। ମୁଁ ବୁଝିଗଲି, ପ୍ରକୃତ ଧନ ସେହି ମୂର୍ତ୍ତି ନଥିଲା, ବରଂ ମୋର ତ୍ୟାଗ ଓ ବିଶ୍ୱାସ ଥିଲା। ଆଜି ବି ସେହି ବରଗଛ ପାଖକୁ ଗଲେ ମୋତେ ଲାଗେ, ମା ମୋତେ ଦେଖି ହସୁଛନ୍ତି। ମୋ ନାଁ ନବ। ଆମର ଗାଁର ନାଁ ଥିଲା ବଡ଼ସାହି। ଛୋଟ ଗାଁ, ଚାରିପଟେ ଧାନକ୍ଷେତ, ନାଳା, ଆଉ ଗାଁର ପଶ୍ଚିମ ପଟେ ଏକ ପୁରୁଣା ବରଗଛ। ଲୋକେ କହୁଥିଲେ ସେଠି ରାତିରେ ଦେଉଳି ଆଲୋକ ଦେଖାଯାଏ। କିନ୍ତୁ ମୁଁ ଏହାକୁ କେବେ ବିଶ୍ୱାସ କରୁନଥିଲି। ମୁଁ ଗରିବ ଚାଷୀ ପୁଅ। ବାପା ଛୋଟବେଳେ ମରିଗଲେ। ଘରେ ମା ଓ ମୁଁ। ମୋ ଦିନ ଆରମ୍ଭ ହୁଏ ସକାଳ ଫଟାରୁ। ଗାଈକୁ ଘାସ, ପରେ କ୍ଷେତକୁ ଯାଇ ମାଟି ତୋଳା। ସେଦିନ ମଧ୍ୟ ସେହିପରି। ଶୀତ ଦିନ। ଚାରିଦିଗରେ କୁହୁଡ଼ି। ମା ମୋତେ କହିଲା, ନବ, ଆଜି ପଶ୍ଚିମ କ୍ଷେତଟା ମାଟି ସମ କରିଦେ। ଆସନ୍ତାକାଲି ବିଆ ପକାଇବା। ମୁଁ କୁଦାଳ ନେଇ ଯାଇ ପହଞ୍ଚିଲି ବରଗଛ ପାଖର କ୍ଷେତକୁ। ପ୍ରଥମେ ସବୁ ସାଧାରଣ ଥିଲା। ପକ୍ଷୀ ଡାକୁଥିଲେ, ପବନ ବହୁଥିଲା। ହଠାତ୍ ଟାଙ୍ଗ୍, ମୋ କୁଦାଳ କିଛି କଠିନ ଜିନିଷକୁ ଲାଗିଗଲା। ମୁଁ ଭାବିଲି ପାଥର ହେବ। ପୁଣି ମାରିଲି, ଟଙ୍ଗ୍ ଟ୍ୟାଙ୍ଗ୍। ଏବେ ମୋତେ ସନ୍ଦେହ ହେଲା। ମାଟିକୁ ହାତରେ ହଟାଇବାକୁ ଲାଗିଲି। ଧୀରେ ଧୀରେ ମାଟି ଭିତରୁ କିଛି ହଳଦିଆ ଆଲୋକ ଚମକିଲା। ମୋ ହୃଦୟ ଜୋରରେ ଧଡ଼କିଲା। ଏହା କ'ଣ? ମୁଁ ଆଉ ମାଟି ହଟାଇଲି ଏବଂ ମୋ ହାତ କମ୍ପିଗଲା। ମାଟି ଭିତରେ ଥିଲା ଛୋଟ ଗୋଟେ ସୁନାର ମୂର୍ତ୍ତି। ଏକ ଦେବୀଙ୍କ ମୂର୍ତ୍ତି, ମୁହଁରେ ହସ। ଆଖି ଦେଖିଲେ ଲାଗୁଥିଲା ଯେପରି ସେ ଜୀବନ୍ତ। ମୁଁ ଡରିଗଲି। ସେଠି ହଠାତ୍ ଥଣ୍ଡା ପବନ ବହିଗଲା। ବରଗଛର ପତ୍ର ଜୋରରେ ହଲୁଡ଼ିଲା ଏବଂ ମୋ କାନ ପାଖରେ କିଏ ଧୀରେ କହିଲା, ନବ, ମୋତେ ଘରକୁ ନେଇଯା। ମୁଁ ପଛକୁ ଘୂରି ଦେଖିଲି କେହି ନାହିଁ। ମୋ ଶରୀର ଗଡ଼ଗଡ଼ କମ୍ପିଲା। ମୁଁ ମୂର୍ତ୍ତିଟାକୁ କପଡ଼ରେ ମୁଡ଼ି ଘରକୁ ଦୌଡ଼ି ଆସିଲି। ଘରକୁ ପହଞ୍ଚି ମାକୁ ଦେଖାଇଲି। ମା ଦେଖିବା ସାଥୀ ସାଥୀ ମାଟିରେ ବସିପଡ଼ିଲା। ହେ ମା, ଏହା ତ ଲକ୍ଷ୍ମୀ ଠାକୁରାଫ। ସେଦିନ ରାତିରେ ଆମେ ମୂର୍ତ୍ତିକୁ ଧୋଇ ପୂଜା କଲୁ। କିନ୍ତୁ ସେଇ ରାତିରେ ଯାହା ହେଲା, ମୋ ଜୀବନ ସବୁଦିନ ପାଇଁ ବଦଳିଗଲା। ରାତି ଧମଟା। ମୁଁ ଘୁମୁଥିଲି। ହଠାତ୍ ଘର ଭିତରେ ଆଲୋକ ହେଲା। ମୁଁ ଆଖି ଖୋଲି ଦେଖିଲି, ମୂର୍ତ୍ତି ଥିବା ଘରୁ ସୁନାର ଆଲୋକ ବାହାରୁଛି ଏବଂ ଦୁଆର ଆପେ ଆପେ ଖୋଲିଗଲା। ମୁଁ ଧୀରେ ଭିତରକୁ ଗଲି। ଦେଖିଲି ମୂର୍ତ୍ତିଟା ଆଉ ମାଟିରେ ନୁହେଁ, ସେଟା ଆକାଶରେ ଭାସୁଛି। ଆଉ ମୋ ସାମ୍ନାରେ ଏକ ଦେବୀଙ୍କ ଆକାର ଦେଖାଗଲା। ସେ ମୋତେ କହିଲେ, ନବ, ମୁଁ ଏ ଗାଁର ରକ୍ଷା କରିବାକୁ ଆସିଛି, କିନ୍ତୁ ଏକ ବଡ଼ ଅପଦା ଆସୁଛି। ମୁଁ ଭୟରେ ପଚାରିଲି, କ'ଣ ଅପଦା ମା? ସେ କହିଲେ, 3 ଦିନ ମଧ୍ୟରେ ମାଟି ତଳର ଗୁପ୍ତ ଶକ୍ତି ଜାଗି ଉଠିବ। ମୋ ହୃଦୟ ଥମକିଗଲା। ମୋ ନାଁ ନବ। ଆମର ଗାଁର ନାଁ ଥିଲା ବଡ଼ସାହି। ଛୋଟ ଗାଁ, ଚାରିପଟେ ଧାନକ୍ଷେତ, ନାଳା, ଆଉ ଗାଁର ପଶ୍ଚିମ ପଟେ ଏକ ପୁରୁଣା ବରଗଛ। ଲୋକେ କହୁଥିଲେ ସେଠି ରାତିରେ ଦେଉଳି ଆଲୋକ ଦେଖାଯାଏ। କିନ୍ତୁ ମୁଁ ଏହାକୁ କେବେ ବିଶ୍ୱାସ କରୁନଥିଲି। ମୁଁ ଗରିବ ଚାଷୀ ପୁଅ। ବାପା ଛୋଟବେଳେ ମରିଗଲେ। ଘରେ ମା ଓ ମୁଁ। ମୋ ଦିନ ଆରମ୍ଭ ହୁଏ ସକାଳ ଫଟାରୁ। ଗାଈକୁ ଘାସ,
ପରେ କ୍ଷେତକୁ ଯାଇ ମାଟି ତଳା। ସେଦିନ ମଧ୍ୟ ସେଇପରି। ଶୀତ ଦିନ, ଚାରିଦିଗରେ କୁହୁଡ଼ି। ମା ମୋତେ କହିଲା, ନବ, ଆଜି ପଶ୍ଚିମ କ୍ଷେତଟା ମାଟି ସମ କରିଦେ। ଆସନ୍ତାକାଲି ବିଆ ପକାଇବା। ମୁଁ କୁଦାଳ ନେଇ ଯାଇ ପହଞ୍ଚିଲି ବରଗଛ ପାଖର କ୍ଷେତକୁ। ପ୍ରଥମେ ସବୁ ସାଧାରଣ ଥିଲା। ପକ୍ଷୀ ଡାକୁଥିଲେ, ପବନ ବହୁଥିଲା। ହଠାତ୍ ଟାଙ୍ଗ୍, ମୋ କୁଦାଳ କିଛି କଠିନ ଜିନିଷକୁ ଲାଗିଗଲା। ମୁଁ ଭାବିଲି ପାଥର ହେବ। ପୁଣି ମାରିଲି, ଟଙ୍ଗ୍ ଟ୍ୟାଙ୍ଗ୍। ଏବେ ମୋତେ ସନ୍ଦେହ ହେଲା। ମାଟିକୁ ହାତରେ ହଟାଇବାକୁ ଲାଗିଲି। ଧୀରେ ଧୀରେ ମାଟି ଭିତରୁ କିଛି ହଳଦିଆ ଆଲୋକ ଚମକିଲା। ମୋ ହୃଦୟ ଜୋରରେ ଧଡ଼କିଲା। ଏହା କ'ଣ? ମୁଁ ଆଉ ମାଟି ହଟାଇଲି ଏବଂ ମୋ ହାତ କମ୍ପିଗଲା। ମାଟି ଭିତରେ ଥିଲା ଛୋଟ ଗୋଟେ ସୁନାର ମୂର୍ତ୍ତି। ଏକ ଦେବୀଙ୍କ ମୂର୍ତ୍ତି, ମୁହଁରେ ହସ। ଆଖି ଦେଖିଲେ ଲାଗୁଥିଲା ଯେପରି ସେ ଜୀବନ୍ତ। ମୁଁ ଡରିଗଲି। ସେଠି ହଠାତ୍ ଥଣ୍ଡା ପବନ ବହିଗଲା। ବରଗଛର ପତ୍ର ଜୋରରେ ହଲୁଡ଼ିଲା ଏବଂ ମୋ କାନ ପାଖରେ କିଏ ଧୀରେ କହିଲା, ନବ, ମୋତେ ଘରକୁ ନେଇଯା। ମୁଁ ପଛକୁ ଘୂରି ଦେଖିଲି, କେହି ନାହିଁ। ମୋ ଶରୀର ଗଡ଼ଗଡ଼ କମ୍ପିଲା। ମୁଁ ମୂର୍ତ୍ତିଟାକୁ କପଡ଼ରେ ମୁଡ଼ି ଘରକୁ ଦୌଡ଼ି ଆସିଲି। ଘରକୁ ପହଞ୍ଚି ମାକୁ ଦେଖାଇଲି। ମା ଦେଖିବା ସାଥୀ ସାଥୀ ମାଟିରେ ବସିପଡ଼ିଲା। ହେ ମା, ଏହା ତ ଲକ୍ଷ୍ମୀ ଠାକୁରାଫ। ସେଦିନ ରାତିରେ ଆମେ ମୂର୍ତ୍ତିକୁ ଧୋଇ ପୂଜା କଲୁ। କିନ୍ତୁ ସେଇ ରାତିରେ ଯାହା ହେଲା, ମୋ ଜୀବନ ସବୁଦିନ ପାଇଁ ବଦଳିଗଲା। ରାତି ଧମଟା। ମୁଁ ଘୁମୁଥିଲି। ହଠାତ୍ ଘର ଭିତରେ ଆଲୋକ ହେଲା। ମୁଁ ଆଖି ଖୋଲି ଦେଖିଲି, ମୂର୍ତ୍ତି ଥିବା ଘରୁ ସୁନାର ଆଲୋକ ବାହାରୁଛି ଏବଂ ଦୁଆର ଆପେ ଆପେ ଖୋଲିଗଲା। ମୁଁ ଧୀରେ ଭିତରକୁ ଗଲି। ଦେଖିଲି ମୂର୍ତ୍ତିଟା ଆଉ ମାଟିରେ ନୁହେଁ, ସେଟା ଆକାଶରେ ଭାସୁଛି। ଆଉ ମୋ ସାମ୍ନାରେ ଏକ ଦେବୀଙ୍କ ଆକାର ଦେଖାଗଲା। ସେ ମୋତେ କହିଲେ, ନବ, ମୁଁ ଏଇ ଗାଁର ରକ୍ଷା କରିବାକୁ ଆସିଛି, କିନ୍ତୁ ଏକ ବଡ଼ ଅପଦା ଆସୁଛି। ମୁଁ ଭୟରେ ପଚାରିଲି, କ'ଣ ଅପଦା ମା? ସେ କହିଲେ, 3 ଦିନ ମଧ୍ୟରେ ମାଟି ତଳର ଗୁପ୍ତ ଶକ୍ତି ଜାଗିଉଠିବ। ମୋ ହୃଦୟ ଥମକିଗଲା। ମୋ ନାଁ ନବ। ଆମର ଗାଁର ନାଁ ଥିଲା ବଡ଼ସାହି। ଛୋଟ ଗାଁ, ଚାରିପଟେ ଧାନକ୍ଷେତ, ନାଳା, ଆଉ ଗାଁର ପଶ୍ଚିମ ପଟେ ଏକ ପୁରୁଣା ବରଗଛ। ଲୋକେ କହୁଥିଲେ ସେଠି ରାତିରେ ଦେଉଳି ଆଲୋକ ଦେଖାଯାଏ। କିନ୍ତୁ ମୁଁ ଏହାକୁ କେବେ ବିଶ୍ୱାସ କରୁନଥିଲି। ମୁଁ ଗରିବ ଚାଷୀ ପୁଅ। ବାପା ଛୋଟବେଳେ ମରିଗଲେ। ଘରେ ମା ଓ ମୁଁ। ମୋ ଦିନ ଆରମ୍ଭ ହୁଏ ସକାଳ ଫଟାରୁ। ଗାଈକୁ ଘାସ, ପରେ କ୍ଷେତକୁ ଯାଇ ମାଟି ତଳା। ସେଦିନ ମଧ୍ୟ ସେଇପରି। ଶୀତ ଦିନ, ଚାରିଦିଗରେ କୁହୁଡ଼ି। ମା ମୋତେ କହିଲା, ନବ, ଆଜି ପଶ୍ଚିମ କ୍ଷେତଟା ମାଟି ସମ କରିଦେ। ଆସନ୍ତାକାଲି ବିଆ ପକାଇବା। ମୁଁ କୁଦାଳ ନେଇ ଯାଇ ପହଞ୍ଚିଲି ବରଗଛ ପାଖର କ୍ଷେତକୁ। ପ୍ରଥମେ ସବୁ ସାଧାରଣ ଥିଲା। ପକ୍ଷୀ ଡାକୁଥିଲେ, ପବନ ବହୁଥିଲା। ହଠାତ୍ ଟାଙ୍ଗ୍, ମୋ କୁଦାଳ କିଛି କଠିନ ଜିନିଷକୁ ଲାଗିଗଲା। ମୁଁ ଭାବିଲି ପାଥର ହେବ। ପୁଣି ମାରିଲି, ଟଙ୍ଗ୍ ଟ୍ୟାଙ୍ଗ୍। ଏବେ ମୋତେ ସନ୍ଦେହ ହେଲା। ମାଟିକୁ ହାତରେ ହଟାଇବାକୁ ଲାଗିଲି। ଧୀରେ ଧୀରେ ମାଟି ଭିତରୁ କିଛି ହଳଦିଆ ଆଲୋକ ଚମକିଲା। ମୋ ହୃଦୟ ଜୋରରେ ଧଡ଼କିଲା। ଏହା କ'ଣ? ମୁଁ ଆଉ ମାଟି ହଟାଇଲି ଏବଂ ମୋ ହାତ କମ୍ପିଗଲା। ମାଟି ଭିତରେ ଥିଲା ଛୋଟ ଗୋଟେ ସୁନାର ମୂର୍ତ୍ତି। ଏକ ଦେବୀଙ୍କ ମୂର୍ତ୍ତି, ମୁହଁରେ ହସ। ଆଖି ଦେଖିଲେ ଲାଗୁଥିଲା ଯେପରି ସେ ଜୀବନ୍ତ। ମୁଁ ଡରିଗଲି। ସେଠି ହଠାତ୍ ଥଣ୍ଡା ପବନ ବହିଗଲା। ବରଗଛର ପତ୍ର ଜୋରରେ ହଲୁଡ଼ିଲା ଏବଂ ମୋ କାନ ପାଖରେ କିଏ ଧୀରେ କହିଲା, ନବ, ମୋତେ ଘରକୁ ନେଇଯା। ମୁଁ ପଛକୁ ଘୂରି ଦେଖିଲି, କେହି ନାହିଁ। ମୋ ଶରୀର ଗଡ଼ଗଡ଼ କମ୍ପିଲା। ମୁଁ ମୂର୍ତ୍ତିଟାକୁ କପଡ଼ରେ ମୁଡ଼ି ଘରକୁ ଦୌଡ଼ି ଆସିଲି। ଘରକୁ ପହଞ୍ଚି ମାକୁ ଦେଖାଇଲି। ମା ଦେଖିବା ସାଥୀ ସାଥୀ ମାଟିରେ ବସିପଡ଼ିଲା। ହେ ମା, ଏହା ତ ଲକ୍ଷ୍ମୀ ଠାକୁରାଫ। ସେଦିନ ରାତିରେ ଆମେ ମୂର୍ତ୍ତିକୁ ଧୋଇ ପୂଜା କଲୁ। କିନ୍ତୁ ସେଇ ରାତିରେ ଯାହା ହେଲା, ମୋ ଜୀବନ ସବୁଦିନ ପାଇଁ ବଦଳିଗଲା। ରାତି ଧମଟା। ମୁଁ ଘୁମୁଥିଲି। ହଠାତ୍ ଘର ଭିତରେ ଆଲୋକ ହେଲା। ମୁଁ ଆଖି ଖୋଲି ଦେଖିଲି, ମୂର୍ତ୍ତି ଥିବା ଘରୁ ସୁନାର ଆଲୋକ ବାହାରୁଛି ଏବଂ ଦୁଆର ଆପେ ଆପେ ଖୋଲିଗଲା। ମୁଁ ଧୀରେ ଭିତରକୁ ଗଲି। ଦେଖିଲି ମୂର୍ତ୍ତିଟା ଆଉ ମାଟିରେ ନୁହେଁ, ସେଟା ଆକାଶରେ ଭାସୁଛି। ଆଉ ମୋ ସାମ୍ନାରେ ଏକ ଦେବୀଙ୍କ ଆକାର ଦେଖାଗଲା। ସେ ମୋତେ କହିଲେ, ନବ, ମୁଁ ଏଇ ଗାଁର ରକ୍ଷା କରିବାକୁ ଆସିଛି, କିନ୍ତୁ ଏକ ବଡ଼ ଅପଦା ଆସୁଛି। ମୁଁ ଭୟରେ ପଚାରିଲି, କ'ଣ ଅପଦା ମା? ସେ କହିଲେ, 3 ଦିନ ମଧ୍ୟରେ ମାଟି ତଳର ଗୁପ୍ତ ଶକ୍ତି ଜାଗିଉଠିବ। ମୋ ହୃଦୟ ଥମକିଗଲା। ମୋ ନାଁ ନବ। ଆମର ଗାଁର ନାଁ ଥିଲା ବଡ଼ସାହି। ଛୋଟ ଗାଁ, ଚାରିପଟେ ଧାନକ୍ଷେତ, ନାଳା, ଆଉ ଗାଁର ପଶ୍ଚିମ ପଟେ ଏକ ପୁରୁଣା ବରଗଛ।
ଲୋକେ କହୁଥିଲେ ସେଠି ରାତିରେ ଦେଉଳି ଆଲୋକ ଦେଖାଯାଏ।